ନିର୍ମାଣାଧୀନ ଅବସ୍ଥାରେ ବେଲପାର ନଦୀର ପୋଲ ଦୀର୍ଘ 4 ବର୍ଷ ପୂର୍ବରୁ କାମ ଆରମ୍ଭ ହେଲାଣି ଯେ ଶେଷ ହେବାର ନାଁ ବି ଧରୁନି। ଏପଟେ ଅନଶନରେ ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟ। ଅନଶନରେ 5 ଦିନ ହେବ ସରପଞ୍ଚ ଏବଂ ସମିତି ସଭ୍ୟ ବସିଥିଲା ବେଳେ ସେମାନଙ୍କୁ ଯଥାଯଥ ସାନ୍ତ୍ୱନାମୂଳକ ଉତ୍ତର ଦେଇପାରୁନାହାନ୍ତି ପ୍ରଶାସନ କିମ୍ବା କାମ ନେଇଥିବା ଠିକା ସଂସ୍ଥା। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ା ଗ୍ରାମ ମଧ୍ୟରେ ଥିବା ବେଲପାର ନଦୀର ପୋଲ ନିର୍ମାଣରେ ବ୍ୟାପକ ଦୁର୍ନୀତି ଏବଂ ଅହେତୁକ ବିଳମ୍ବ ହେଉଥିବା ହେତୁ ସ୍ଥାନୀୟ ସରପଞ୍ଚ ଫକୀରମୋହନ ସାହୁ ଏବଂ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ ଗତ 2 ତାରିଖରୁ ଆମରଣ ଅନଶନରେ ବସିଛନ୍ତି। ସୋରଡ଼ା ଏବଂ ଜଗନ୍ନାଥ ପ୍ରସାଦ ମଧ୍ୟରେ ଥିବା ଏହି ପୋଲ ଉପରେ ପ୍ରାୟ 8ରୁ 10 ଖଣ୍ଡ ଗ୍ରାମର ଅଞ୍ଚଳବାସୀ ନିର୍ଭର କରୁଛନ୍ତି। ଏହି ଜଗନ୍ନାଥ ପ୍ରସାଦ ଗ୍ରାମରେ ସ୍କୁଲ ଏବଂ ମେଡିକାଲ ଥିବାରୁ ସେଠାକୁ ଯାତାୟାତ ପାଇଁ ଛାତ୍ରଛାତ୍ରୀ ଏବଂ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରପଞ୍ଚଙ୍କ କହିବା ଅନୁଯାୟୀ ବାରମ୍ବାର ଏଥିପାଇଁ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଆଗରେ ଗୁହାରି କରିଆସୁଥିଲେ ବି ସେମାନଙ୍କ କଥା ଟିକେ ବି ଶୁଣୁନାହାନ୍ତି ସରକାରୀ ବାବୁମାନେ। ଦିନ ପରେ ଦିନ ବିତୁଥିବାରୁ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଆମରଣ ଅନଶନରେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରୀ ଟିମ୍ ବାରମ୍ବାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରୁଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି କ'ଣ ପାଇଁ ଏହି ଅନଶନର ପ୍ରଭାବ ପଡ଼ୁନି ସରକାରୀ ବାବୁଙ୍କ ଉପରେ? କିଏ ଘଣ୍ଟାଘୋଡ଼ା ରଖିଛନ୍ତି ବାବୁମାନଙ୍କୁ, ନା ନିଘୋଡ଼ ନିଦରେ ଶୋଇ ରହିଛନ୍ତି ସରକାରୀ ବାବୁମାନେ? ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଏଟା, କେବେ କାମ ସମ୍ପୂର୍ଣ୍ଣ ହେଉଛି ଏବଂ ଜନସାଧାରଣ କେବେ ଭଲ ଭାବରେ ଯାତାୟାତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ସରପଞ୍ଚ ସୋରଡ଼ା ଗ୍ରାମ ପଞ୍ଚାୟତ। ଆମ ପଞ୍ଚାୟତ ଅଧୀନରେ ଥିବା ସୋରଡ଼ାରୁ ଗୌଡ଼ ଚାଚିରାପଲ୍ଲୀ ପର୍ଯ୍ୟନ୍ତ ଯୋଉ ଆର୍ଡି ରୋଡ ଟେଣ୍ଡର ହୋଇଥିଲା 2020-21ରେ ପାଲ କନଷ୍ଟ୍ରକ୍ସନ ପାଇଥିଲେ, ତାଙ୍କର ମନମୁଖୀ କାର୍ଯ୍ୟ ଏବଂ ଆର୍ଡି ଡିପାର୍ଟମେଣ୍ଟର ମନମୁଖୀ କାର୍ଯ୍ୟ ଯୋଗୁ ଆମେ ଆଜି ଅନଶନରେ ବସିଛୁ। 2020-21ରେ ଟେଣ୍ଡର ହୋଇଥିଲା। କଣ୍ଟ୍ରାକ୍ଟରଙ୍କର ଅବଧି ଥିଲା 2022 କାମ କରିବା ପାଇଁ। ତା ପୂର୍ବରୁ ତ କରିପାରିଲେନି। ବହୁତ ବାଦ ବିବାଦ ପ୍ରତିରୋଧ ଫଳରେ ଏବଂ ରାଜରାସ୍ତାକୁ ଆମେ ମଧ୍ୟ ଓହ୍ଲେଇଥିଲୁ, ସାଧାରଣ ଜନତା ବି ଓହ୍ଲେଇଥିଲେ। ଯାହାଫଳରେ କଣ୍ଟ୍ରାକ୍ଟରଙ୍କର ଟେଣ୍ଡର କ୍ୟାନସଲ ହେଇଥିଲା, ବାତିଲ ହେଇଥିଲା ଏବଂ ସେ ହାଇକୋର୍ଟ କରିଥିଲେ। ଆମକୁ ମଧ୍ୟ କେସ୍ ଖାଇବାକୁ ପଡ଼ିଥିଲା। ବହୁତ ଦୁଃଖର କଥା ଆଜ୍ଞା। ଯେତେବେଳେ କେସ୍ ହେଲା ଆମକୁ ବି କେହି ପଚାରିଲେନି ଯେ ଆମେ କାହାର ଭୁଲ କରିଥିଲୁ ଯେ ଆମ ଉପରେ କେସ୍ ହେଲା। କେସ୍ ଖାଇଲୁ। ତାପରେ ମଧ୍ୟ କଣ୍ଟ୍ରାକ୍ଟରକୁ ପୁଣି ସୁଯୋଗ ମିଳିଲା କାମ କରିବା ପାଇଁ ଏବଂ ବର୍ତ୍ତମାନ ଡିସେମ୍ବର 31, 2024 ସୁଦ୍ଧା ତାଙ୍କର କାମ ଅବଧି ଥିଲା। ସେ ବି ହେଇପାରିଲାନି। ଭଗବାନଙ୍କୁ ଜଣା ସେ କଣ୍ଟ୍ରାକ୍ଟର କେବେ କାମ କରିବେ ଏବଂ କେବେ ସେ ଡିପାର୍ଟମେଣ୍ଟ ଆମ ଗାଁ ପ୍ରତି ତାଙ୍କର ହୃଦୟ ଆସିବ, ସେ ରାସ୍ତାକୁ ସଜାଡ଼ିବେ। ସେଟା ହେଇଛି ଆଜ୍ଞା, ହେଇଛି ରାସ୍ତା। ହଁ, ଆନ୍ଦୋଳନ ସମୟରେ 2017-1-2023 ତାରିଖରେ ଆନ୍ଦୋଳନ ହେଇଥିଲା। ସେ ନିଜେ ଠିକାଦାର ଏବଂ ଡିପାର୍ଟମେଣ୍ଟ ଅଫିସର, ଥାନା AIC ସମସ୍ତେ ଆସି ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାର ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ ଯେ ନାଇଁ, ଲିଖିତ ପ୍ରତିଶ୍ରୁତି ଦେଇଥିଲେ 31/3/2023 ମାର୍ଚ୍ଚ ସୁଦ୍ଧା ଆମେ କାମ କମ୍ପ୍ଲିଟ କରିକି ଦେବୁ। 23 ଯାଇ 24 ଯାଇ 25 ହେବାକୁ ବସିଲାଣି। 2 ବର୍ଷ ପୁଣି ବିତିଗଲାଣି। ପୁଣି ତାକୁ କଣ୍ଟ୍ରାକ୍ଟରଙ୍କୁ ଟେଣ୍ଡର ଦିଆଗଲା ଏବଂ ସେ ମନମୁଖୀ କାର୍ଯ୍ୟ ବର୍ତ୍ତମାନ ବି କିଛି ନାହିଁ ଆଜ୍ଞା। ସେମାନଙ୍କ ପାଖକୁ ମୋ ସମିତି ଭାଇ, ମୁଁ ଗାଁର ଜନସାଧାରଣ ଲୋକ ଦୌଡ଼ି ଦୌଡ଼ି ଆକ୍ରାନ୍ତ। ସେମାନେ ଖାଲି କେବଳ ପ୍ରତିଶ୍ରୁତି, ହଁ ସେ କାମ ତ କରୁଛି ତ ଆଜ୍ଞା କରୁଛି। ଆଉ ଆମେ ମରୁଛୁ ଆଜ୍ଞା, ଏଠି କାଦୁଅ ପାଣିରେ ମରୁଛୁ। ନାଇଁ, ଏଇ ରୋଡ ପାଇଁ କୌଣସି ପ୍ରତିରୋଧରେ ଆମ ସାଙ୍ଗରେ ସାମିଲ ହୋଇନାହାନ୍ତି। ଉପରିସ୍ଥ ଅଫିସରଙ୍କୁ ସେ କହିଥାଇ ପାରନ୍ତି, ସେଗୁଡାକ ଆମେ କହିପାରିବୁ ନାହିଁ। ମୁଁ ତ ଜାଣିନି, ଡିପାର୍ଟମେଣ୍ଟ ହିସାବରେ ସେମାନେ କହିଥାଇ ପାରନ୍ତି। ପ୍ରଥମ ଅନଶନର ଦିନ ଆଜି କୋଉ ଅଧିକାରୀ ଆସିଥିଲେ ଏବଂ କଣ ପ୍ରତିଶ୍ରୁତି ଆସିଥିଲା? ଆମର ବ୍ଲକ ମାଜିଷ୍ଟ୍ରେଟ ଆସିଛନ୍ତି, ଥାନା IIC ସାର୍ ଆସିଛନ୍ତି, ଡିପାର୍ଟମେଣ୍ଟର JE ମ୍ୟାଡାମ ଆସିଛନ୍ତି ଏବଂ ନିଜେ ଠିକାଦାରୀ ସଂସ୍ଥା ଆସିଛନ୍ତି। ପ୍ରତିଶ୍ରୁତି ତ ସେ ଦଉଛନ୍ତି କାମ କରିଦେବେ, କିନ୍ତୁ ଆମର ଆଜ୍ଞା ଆଉ ସେ ସଂସ୍ଥା ଭରସା ପାଉନି
कि डिपार्टमेंट उपरे भरोसा पाउनी। आमे आज्ञा बहुत दुख रे अछु। आमे एठी मरियो पछिया उठिबुन आज्ञा किछि आवश्यक नै। कादो पकरे जो भले आमे मरुचु घाटी होउचु ताकू बादुनी ताकर हृदय नै नले से भलिया काम करतेनी। जानतु सारा ओडिसा रे जे जगन्नाथ प्रसाद गाँ गोटे ओडिसा मानचित्र रे नाही। ଅନଶନର ମୁଖ୍ୟ ଦାବି କଣ ରହିବ? दाबी आज्ञा मु मरी पछिया उठिबिन आउ कोनोसी उपरिस्थ ऑफिसर आसिक जदि मते लिखित प्रतिश्रुति दियंती जो दिन काम सारिया को से दिन काम न सरले तांकरी ऑफिस आगे मु आत्माहुति देबी। ଆପଣ ପରିଚୟ ମୁଁ ସୋରଡ଼ା ଗ୍ରାମ ପଞ୍ଚାୟତ ସମିତି ସୁଶାନ୍ତ। କଣ କହିବେ ଏଇ ବେଲପା ବ୍ରିଜ ଉପରେ କଣ କହିବେ? କେତେ ବର୍ଷର ବ୍ରିଜ ତା କଣ କେମିତି କାମ ହେଇଛି? ବେଲପା ବ୍ରିଜ ତ ଆମେ 3 ବର୍ଷ ହେଲା ଇଲେକ୍ସନ ଆସିଲା ପୂର୍ବରୁ ବି ବ୍ରିଜ ଭାଙ୍ଗିକି ପଡିଛି। ଆମେ ଆସିଲା ପରଠୁ ବି 5-7 ଥର ଷ୍ଟ୍ରାଇକ୍ କଲୁଣୁ, NH ଷ୍ଟ୍ରାଇକ୍ କଲୁଣୁ ଏବଂ ବହୁତ ଅଫିସର ବି ଆସିକି ଆମକୁ ଲିଖିତ ପ୍ରତିଶୋଧ ଦେଲେଣି। 3 ବର୍ଷ 4 ବର୍ଷ ହେଇଗଲା କୌଣସି ପ୍ରତିଶୋଧି ଯୋଉ ଦେଉଛନ୍ତି କାର୍ଯ୍ୟକାରୀ ହଉନି, କାମ ବି ଆଗେଇ ପାରୁନି। କେତେ ବର୍ଷ ହେଲା କାର୍ଯ୍ୟ ହେଲାଣି? କାର୍ଯ୍ୟ ହେଇଗଲା 5 ବର୍ଷ ହେଇଯିବ। 5 ବର୍ଷ ମଧ୍ୟରେ ଜନପ୍ରତିନିଧି ହିସାବରେ ଲୋକମାନଙ୍କର କଣ କଣ ଅସୁବିଧା ହେଇଛି? ଏଇଠି ଆମର ଜଗନ୍ନାଥ ପ୍ରସାଦର ହଉଛି ହାଇସ୍କୁଲ 5D ସ୍କୁଲ ଏବଂ ଆମର ବ୍ରିଜ ପୂର୍ବରୁ ବେଲପା ପୂର୍ବରୁ ଯୋଡ଼ିଏ ଗାଁ ଆମର ଲୁଣିସରା ଏବଂ ସୋରଡ଼ାରୁ ବହୁତ ପିଲା ଆସୁଛନ୍ତି ସ୍କୁଲକୁ ପଢିବାକୁ। ପଢାରେ ବି ବାଧାବିଘ୍ନ ହଉଛି ଏବଂ ମେଡିକାଲ ବି ଅଛି ଆମର ଦିଟାକ ଗାଁରୁ ଏବଂ ଆଖପାଖ ଗ୍ରାମରୁ ଏଇ ବ୍ରିଜ ଦେଇ ବେଲପା ନଦୀ ଦେଇକି ଯିବା ଆସିବା ଗମନ କରିବାକୁ ବି ଆସିପାରୁନାହାନ୍ତି। ବର୍ତ୍ତମାନ ମେଡିକାଲକୁ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହଉଛୁ। ଆଜି ଯେଉଁ ଅଫିସର ଆସିଛନ୍ତି ତାଙ୍କର ପ୍ରତିଶ୍ରୁତି କଣ ରହିଥିଲା? ନାଇଁ ଅଫିସର ତ ବହୁତ ପ୍ରତିଶ୍ରୁତି ଦେଲେଣି, ସେ ପ୍ରତିଶ୍ରୁତି କିଛି କାମରେ ଲାଗିପାରୁନି। ତେଣୁକରି ଆମେ ସରପଞ୍ଚ ସମିତି ଏବଂ ଆମର ଜଗନ୍ନାଥ ପ୍ରସାଦର ପଞ୍ଚାୟତର ସମସ୍ତ ଭାଇମାନେ ୱାର୍ଡ ମେମ୍ବର ମାନେ ଆମେ ଅଛୁ ଯେ କାମ ଷ୍ଟାର୍ଟ ହବ ଆମେ ଆନ୍ଦୋଳନକୁ ଓହ୍ଲେଇବୁ, ନହେଲେ ଆମେ ଆନ୍ଦୋଳନ ଜାରି ରଖିବୁ। କେତେ ଦିନ ପର୍ଯ୍ୟନ୍ତ ଭାବିଛନ୍ତି? ଆମ ପ୍ରାଣ ଥିଲା ପର୍ଯ୍ୟନ୍ତ। ଆମେ ଯେହେତୁ ଆସିଛୁ ଶୀତ କାକରରେ ବସିଛୁ, ଆମେ ତ ପଛକୁ ଯାଇପାରିବୁନି ନା। ତେଣୁକରି ଆମର କାମ ହବା ଦରକାର, କାମ ନହେଲେ ଆମେ ହଟି ପାରିବୁନି। ଆପଣଙ୍କ ନାଁ? ମୋ ନାଁ ବାମନ ଘଡେଇ, ଜଗନ୍ନାଥ ପ୍ରସାଦ, ସୋରଡ଼ା ଗ୍ରାମ ପଞ୍ଚାୟତ। ବ୍ରିଜ କେତେ ବର୍ଷ ହେଲା ଭାଙ୍ଗିଲାଣି? ବ୍ରିଜ 4-5 ବର୍ଷ ହେଲା ଭାଙ୍ଗିଲାଣି। ଭାଙ୍ଗିବା ଫଳରେ କଣ କଣ ଅସୁବିଧା ହେଇଛି? ଭାଙ୍ଗିବା ଫଳରେ ଦେଖନ୍ତୁ ଆମର ସୋରଡ଼ା ପଞ୍ଚାୟତ ଭିତରେ ଆଉ ଜଗନ୍ନାଥ ପ୍ରସାଦ ହଉଛି ଗୋଟେ ବଡ ଗାଁ, ଜନଗହଳି ଲୋକ। ସେଥିରେ ଗୋଟେ କଲେଜ, ଗୋଟେ ହାଇସ୍କୁଲ, ଗୋଟେ ମେଡିକାଲ ଚାଲିଛି। ଏତିକି ହବା ଦ୍ୱାରା ଲୋକମାନେ ଯୋଉ ସୋରଡ଼ା ଲୁଣିସରା ସ୍କୁଲ ପିଲା ହାଇସ୍କୁଲକୁ ଆସିବେ, କଲେଜକୁ ଆସିବେ। ଏଇ ବ୍ରିଜ ନ ହବା ଦ୍ୱାରା ବହୁତ ହଇରାଣ ହରକତ ହେଇକିରି ସେମାନେ ଅନ୍ୟ ଆଡେ ଯାଇକି ନାଁ ଲେଖାଉଛନ୍ତି, କିନ୍ତୁ ଆମ କଲେଜ ଲୋକ ଆସି ପାରୁନାହାନ୍ତି କି ହାଇସ୍କୁଲ ମଧ୍ୟ ଆସିବା ପାଇଁ ତାଙ୍କ ପାଠ ପଢାରେ ବହୁତ ବାଧା ଘଟୁଛି। ତାପରେ ଯେକୌଣସି ଗୋଟେ ରୋଗୀ ଗୋଟେ ଆମ୍ବୁଲାନ୍ସ ଦରକାର କଲା ଆସିକି ସିଏ ଆସିପାରୁନି, ତାଙ୍କୁ ଅନ୍ୟ ରୋଗୀଟି ମଧ୍ୟ ଅକ୍ରାନ୍ତରେ ତା ଜୀବନ ଯାଉଛି। ଗୋଟେ ଡେଲିଭରି କେସ୍ ମଧ୍ୟ ଏମିତି କେତେ ଡେଲିଭରି କେସ୍ ଗୁଡାକ ସିଏ ମଧ୍ୟ ଏଇଥିରେ ହନ୍ତସନ୍ତ ହେଇକି ତାଙ୍କର ଅନ୍ୟ ପ୍ରକାର ସବୁ ଇଏ ହଉଛି। କିନ୍ତୁ ୟା ଦ୍ୱାରା ଆମ ଏଇ ଗାଁ ଲୋକଙ୍କର ବହୁତ ଟଙ୍କା ପଇସା ବିନିয়োଗ ଖର୍ଚ୍ଚ ହେଇକିରି ଯୋଉଠି ମାଇଲେ କିଲୋମିଟର ବାଟକୁ 10 କିଲୋମିଟର ବୁଲିକିରି ସେମାନେ ଯାଇକି ଖର୍ଚ୍ଚାନ୍ତରେ ପଡୁଛନ୍ତି। ଆମର ବିଭିନ୍ନ ପ୍ରକାର ଅସୁବିଧା ହଉଛି। ଆଉ ବ୍ରିଜ ଉପରେ କେତେ ଖଣ୍ଡ ଗାଁର ଲୋକ ନିର୍ଭର କରୁଛନ୍ତି? ବ୍ରିଜ ଉପରେ ପ୍ରାୟ 20-30 ଖଣ୍ଡ ଗାଁ ର ଲୋକ ଯିବା ଆସିବା କରନ୍ତି। ଆପଣ ଆଜି ଅନଶନରେ ବସିଛନ୍ତି? ହଁ। ଆଜି ପ୍ରତିଶ୍ରୁତି କଣ ମିଳିବ? ଯଦି କିଛି ନ ମିଳିବ ତାହେଲେ ରାତି ସାରା ଏମିତି ବସିବେ? ହଁ ବସିବୁ। ଶୀତ କାକରରେ? ହଁ। ସରକାରଙ୍କୁ କଣ ଅନୁରୋଧ କରିବେ? ସରକାରଙ୍କୁ ଆମର ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଆମେ ଏଠି ବସିଥିବୁ। ନୟାଗଡ଼ ନୂଆଗାଁରୁ ଜିତେନ୍ଦ୍ର ମହାପାତ୍ରଙ୍କ ରିପୋର୍ଟ, ସମ୍ପର୍କ ଟିଭି ଓଡ଼ିଶା।